ଦେଖନ୍ତୁ ଓଡ଼ିଶା ସରକାରଙ୍କ ଦ୍ୱାରା ପାଳନ କରାଯାଉଥିବା ଓଡ଼ିଆ ପକ୍ଷ ଉତ୍କଳ ଦିବସ ଓଡ଼ିଶା ଦିବସ ଠାରୁ ପଣା ସଂକ୍ରାନ୍ତି ନୂତନ ବର୍ଷ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଯେଉଁ ପକ୍ଷ ପାଳନ କରାଯାଉଛି ଆଜି ଦଶମ ଦିନରେ ଯେଉଁ ଲୋକକଳା ପାଇଁ ଦିନଟିଏ ରହିଥିଲା ସେହି ପରିପ୍ରେକ୍ଷୀରେ ଆଜି ରାଜ୍ୟସ୍ତରୀୟ ଲୋକକଳା ଦିବସ ପିପିଲି ମାଟିରେ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ପାଖାପାଖି ଓଡ଼ିଶାର 30ଟି ଯାକ ଜିଲ୍ଲାରୁ ପାଖାପାଖି 80ରୁ ଉର୍ଦ୍ଧ୍ୱ କଳାକାର ଲୋକକଳା ଆଜି ପିପିଲି ମାଟିରେ ପିପିଲି ବଜାରରେ ପ୍ରଦର୍ଶିତ ହେଲା। ମୁଁ ସେଥିପାଇଁ ମୋ ଅଞ୍ଚଳବାସୀ ଆଜି ଓଡ଼ିଶାର ସବୁ ଲୋକକଳାକୁ ଦେଖିବାକୁ ସୌଭାଗ୍ୟ ପାଇଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ଏବଂ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତିର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ମହୋଦୟଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ଏ କଳାର ମାଟି ପୁରୀ ଜିଲ୍ଲାର ପିପିଲି ମାଟିକି ବାଛିଥିବାରୁ ଏବଂ ଓଡ଼ିଶାର ଲୋକକଳାକୁ ଲୋକଙ୍କର ଦେଖିବାକୁ ମୋ ପିପିଲି ଲୋକ ଦେଖିବାର ସୌଭାଗ୍ୟ ପାଇଥିବାରୁ ମୁଁ ଅଶେଷ ଧନ୍ୟବାଦ ଦେଉଛି। ଏବଂ ଆଜି ଓଡ଼ିଶାର ଲୋକକଳାକୁ ପିପିଲି ଅଞ୍ଚଳ ଦେଖିବାକୁ ପାଇଲେ ଏବଂ ବହୁତ ଜଲ୍ଦି ଓଡ଼ିଶାର ଆର୍ଟ ଆଣ୍ଡ କ୍ରାଫ୍ଟ ଯେଉଁ କଥାକୁ ମୁଁ ସବୁବେଳେ କହୁଥିଲି ପିପିଲି ଟୋଲ ଗେଟ୍ ପାଖରେ ଆପଣ ଦେଖିବେ କ୍ରାଫ୍ଟ ଭିଲେଜ ମାଧ୍ୟମରେ ଓଡ଼ିଶାର ଲୋକକଳାଠୁ ଆରମ୍ଭ କରି କଲଚର ଖାଦ୍ୟପେୟ ସବୁ ପ୍ରକାର ଜିନିଷ ଆପଣମାନେ ଆଗାମୀ ଦିନରେ ଓଡ଼ିଶା ସରକାର ପିପିଲି ଠାରେ ହବ ତିଆରି ହେବ।